ନିରଙ୍କରୀ ସେବା ଦଳ ସ୍ଥାପନ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଡିମିସରଠାରେ ପ୍ରତିଷ୍ଠା କରାଯାଇଥିବା ନିରଙ୍କରୀ ଧର୍ମ ମିଶନ କାର୍ଯ୍ୟାଳୟଠାରେ ନିରଙ୍କରୀ ମିଶନ ମୁଖ୍ୟ ମଦନ ମୋହନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଆଞ୍ଚଳିକ ନିରଙ୍କରୀ ସେବା ଦଳ ଗଠନ କରାଯାଇଛି। ଶତାଧିକ ନିରଙ୍କରୀ ପୁରୁଷ ଓ ମହିଳା ଭକ୍ତଙ୍କ ଉପସ୍ଥିତିରେ 35 ଜଣ ପୁରୁଷ ଓ 25 ଜଣ ମହିଳାଙ୍କୁ ସର୍ବମୋଟ 60 ଜଣ ଭକ୍ତଙ୍କୁ ନେଇ ଏକ ନିରଙ୍କରୀ ସେବା ଦଳ ପ୍ରଥମ କରି ଗଠନ କରାଯାଇଛି। ଡିମିସରଠାରେ ଥିବା ନିରଙ୍କରୀ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିରଙ୍କରୀ ଓଡ଼ିଶା କ୍ଷେତ୍ରୀୟ ସଞ୍ଚାଳକ ଅକ୍ଷୟ ମହାରଣା ଉପସ୍ଥିତ ରହି ସେବା ଦଳ ଗଠନ କରିବା ସହିତ ସେମାନଙ୍କୁ ସେବା କରିବା ଉପରେ ତାଲିମ ପ୍ରଦାନ କରିଥିଲେ। କୌଣସି କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଅସୁବିଧା ସମୟରେ ସେବା ଦଳର ସଦସ୍ୟମାନେ ଉପସ୍ଥିତ ରହି ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧତା ହୋଇଥିଲେ। ଏହି ସେବା ଦଳ ଗଠନ ଫଳରେ ଆଞ୍ଚଳିକ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦସ୍ୟ ଓ ସଦସ୍ୟା ସେବା ଯୋଗାଇ ଦେବେ। ଡିମିସର ନିରଙ୍କରୀ ମିଶନ ଗୃହର ତତ୍ତ୍ୱାବଧାରକ ସୁଭାଷ ଚନ୍ଦ୍ର ମଲ୍ଲିକଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।